ଏଇଟା ହେଉଛି ରସୁଣ ତେଲ। ଥଣ୍ଡା ମୁଣ୍ଡ ବିନ୍ଧା ସବୁଥିରେ ବ୍ୟବହାର କରିପାରିବ। ରସୁଣ ତେଲ ଭାରି ଡେଞ୍ଜର ନୁହଁ, ମାନେ କଡ଼ା। ଭାଇ ରସୁଣ ତେଲ କେବେ ନାକରେ ନେଇଛ? ନା ଭାଇ ନେଇଥିଲେ ମୁଁ କହିଥାନ୍ତି, ନେଇନି ତ। ଏଟା ଦେଖୁନ ଦେଖାନ୍ତୁ କେମିତି ରସୁଣ ତେଲ। ଥଣ୍ଡାଟା ଏବେ ରସୁଣ ତେଲ ବିଷୟରେ ଥଣ୍ଡା ପାଇଁ ପରା, ଥଣ୍ଡା ପାଇଁ ରସୁଣ ତେଲ ଆପଣ ଟେଷ୍ଟ କରନ୍ତୁ। ନିଅନ୍ତୁ ଭାଇ ଗୋଟେ ଲାଇଭ୍ ଡେମୋ ଦେଖିବା କେମିତି ଭଲ ହେଉଛି କି ନାହିଁ। ଭାଇ ଆମର ପ୍ରଥମ ଥର ପାଇଁ ନେଲେ, ଦେଖନ୍ତୁ ଯାଦୁ ଝଟକାରେ। ନା ମୁଁ ଭାଇ ପୁରୁଣା ଏକ୍ସପିରିଏନ୍ସ ହେଲା। ନିଅ ଭାଇକି ଦିଅ, ସେଥିରେ ନୁହେଁ। ଠିକ୍ ଅଛି, ଟିକେ ନାକରେ ଜୋର ଲାଗି ଶୁଙ୍ଘି ଦିଅ ଜୋରରେ। ବର୍ତ୍ତମାନ ଦେଖିପାରୁଥିବେ ତାଙ୍କର ରସୁଣ ତେଲ। ବର୍ତ୍ତମାନ ଭାଇ କ'ଣ କହିବେ ରସୁଣ ତେଲ ମାରିଦେଲ ମୋର ଆଉ। ଏମିତି ଲାଗୁଛି ରସୁଣ ତେଲ ଆକ୍ଚୁଆଲି ନାକରୁ ମୁଣ୍ଡ ପୁରା ଏଇ ଯେଉଁ ତାଳୁ ନୁହେଁ, ଏଇଠି ତମର ପିମ୍ପୁଡ଼ି କାମ ଲାଗିବ। ଭାଇ ସତ ଲାଗିଛି ନା? ହଁ ହଁ, ଆଖିରୁ ପାଣି ବାହାର କରିଦେଲା। ବଢ଼ିଆ ହେଇଛି। ଆଖିରୁ ପାଣି ବାହାର କରିଦେଲା ନା? ନମ୍ବର ମାର। ହଉ, ଏକ ନମ୍ବର ମାଲ। ତେବେ ଏଇ ଯେଉଁ ରସୁଣ ତେଲ କେଉଁଭଳି ଭାବରେ ଆପଣ ବନାଉଛନ୍ତି? ଏଇଟା ବଣ ରସୁଣରୁ ତିଆରି ହେଉଛି। ରସୁଣ ତ ରସୁଣ ପୁଣି ବଣ ରସୁଣ କ'ଣ? ବଣ ରସୁଣ ଥାଏ ଅଲଗା ଜିନିଷ। ଆମର ସାଲେପୁରରେ ହେଉଛି ମ୍ୟାନୁଫ୍ୟାକ୍ଚରିଂ, ସେଇଠୁ କ୍ରିଏଟ୍ ହେଇକି ଆସୁଛି ସବୁ। ଡିପି ଘରିଆ ରହୁଛି ଆମର ଚାଉଳିଆଗଞ୍ଜରେ, ସେଇଠି ସବୁ ଜିନିଷ ଷ୍ଟୋର ହେଉଛି। ଅଲଗା ଅଲଗା କାଉଣ୍ଟରକୁ ସେଲ୍ସ ହେଉଛି। 100 ଟଙ୍କା ରହୁଛି ଏଇ ଗୋଟା। 100 ଟଙ୍କା ମେଡ଼ିସିନ ଦୋକାନରେ ଥଣ୍ଡା ଛିଙ୍କ କାଶ ଛିଙ୍କ ସବୁ ପାଇଁ ଭଲ ଅଛି। ମୁଣ୍ଡ ବିନ୍ଧା ମାଇଗ୍ରେନ୍ ସବୁ ପାଇଁ ବେଟର ରହୁଛି କ୍ୱାଲିଟି ହେଲା। ଆଉ ଦେଖିପାରୁଥିବେ ରସୁଣ ତେଲର କେତେ ଉପକାରିତା, ତା ସହିତ ବ୍ରାହ୍ମୀ ତେଲ ସବୁ କ'ଣ ଲେଖା ହେଇଛି। ଆଚ୍ଛା ମ୍ୟାଡ଼ାମ, ଆଦିବାସୀ ହେୟାର ଅଏଲ୍ ରହୁଛି। ସେ ତ ଆଦିବାସୀ ଲୋକ ବିକୁଥିଲେ, ଆପଣ କୋଉଠି ଦେଉଛନ୍ତି? ଆଦିବାସୀ ବିକୁଥିଲେ, ଆମେ ତାକୁ ଆଉ ଥରେ କ୍ରିଏଟିଂ କରି ବିକୁଛୁ। ଆମର ବେଶୀ କ୍ୱାଲିଟି ଭଲ ରହୁଛି। ହଁ, ଆପଣ ନିଜେ ଦେଖୁନାହାନ୍ତି ଏଇ ଜିନିଷରୁ ଆଦିବାସୀ ତେଲ କ'ଣ ଦିଆଯାଉଥିଲା? ଖାଲି ଅଏଲ୍ଟା ବୋଟଲରେ ପୁରେଇ ଦେଉଥିଲେ, ଦେଇ ଦେଉଥିଲେ। ଏଇଟା ଦେଖନ୍ତୁ ଆମ ଜଡ଼ିବୁଟି ସବୁ ରହୁଛି ପ୍ରାକ୍ଟିକାଲ ପାଇଁ। ଆପଣ ଏଇଠି ମାଲିସ୍ କରିକି ନେଇକି ବି ଯାଆନ୍ତୁ, ଆମର ପ୍ରୋବ୍ଲେମ୍ ନାହିଁ। ସବୁ ଏଇଠି ଡାଇରେକ୍ଟ ପ୍ରାକ୍ଟିକାଲ ହବ, ତାପରେ ଜିନିଷ ନେଇକି ଯିବେ। କିଛି ହବନି ମ, ସମସ୍ତେ ଆମେ ବି ନେଇଛୁ। ତେବେ ମ୍ୟାଡ଼ାମ କ'ଣ କହିବେ, ରସୁଣ ତେଲ ନେଲା ପରେ ଭାଇ ଆମର ପୁରା ଛାନିଆ ହେଇଗଲେ। ଆପଣ କେବେ ରସୁଣ ତେଲ ୟୁଜ୍ କରିଛନ୍ତି? ମୁଁ ଆଜି ପର୍ଯ୍ୟନ୍ତ କେବେ ବ୍ୟବହାର କରିନି ରସୁଣ ତେଲ। ହଁ, ଯେହେତୁ ରସୁଣଟା ମାନେ ଆମିଷ ଜିନିଷର ଗନ୍ଧକୁ ନଷ୍ଟ କରୁଛି, ତେଣୁ ନିଶ୍ଚିତ ଭାବରେ କଡ଼ା ଜିନିଷଟା। ଦେଖିପାରୁଥିବେ ତ ଭାଇ ଆମର କହିଲେଣି ଯଦି ମୋର କ'ଣ ହବ ଦିଦି ବୁଝିବେ, କିନ୍ତୁ କିଛି ହବନି। ତେଲଟା ମୁଁ ବି କେବେ ଚୁଟି ପାଇଁ ବହୁତ ଭଲ ବୋଲିକିରି କହନ୍ତି ବ୍ରାହ୍ମୀ ତେଲ। ସତରେ ବ୍ରାହ୍ମୀ ତେଲ ପୁରା କାମରେ ଆସୁଛି। ବହୁତ ଭଲ କାମ ଆସୁଛି। ଆମର ଆୟୁର୍ବେଦିକ ସାର୍ଟିଫାଏ ଓରମାସର ପୁଣି ଲୋଗୋ ଲାଗିକି ଆସୁଛି। ଏଇଟା ରହୁଛି 350 ଆମର। ଏଇଟା ବାହାରୁ ଆପଣ ଯଦି ଆମ ଷ୍ଟୋରରୁ ନେବେ 550 ରହିବ। ଏବେ ବାଲିଯାତ୍ରା ଅଫରରେ 350 ଚାଲିଛି। 350 ମାନେ ଅଧା ରେଟ୍ ଦେଲଣି। ଆଉ ଦେଖିଲ କେତେ ସବୁ ଗ୍ରାମୀଣ ସାମଗ୍ରୀ ଓ କ'ଣ। ଏଇ ତମେ ତ ସାଲେପୁର କନ୍ଧମାଳ ସାମଗ୍ରୀ କ'ଣ? ଏଇଟା କନ୍ଧମାଳ ଅଲଗା ପାର୍ଟିସନ୍ ହେଇଛି। ମାନେ ମିଶିକି ଅଧା ଇଏ ଦୁଇ ଭଉଣୀ ଥିଲେ, ଜଣେ ସାଲେପୁର ଆଉ ଜଣେ କନ୍ଧମାଳର। କହିଲେ ଆମେ ଅଧା ଜାଗା ସେୟାର କରିବା। ତ ଏଠି ଅନ୍ନପୂର୍ଣ୍ଣା ଗ୍ରାମୀଣ ବଜାର, ଯାହାକି ସାଲେପୁରରେ ରହୁଛି। ଅଲଗା ଜାଗା ହାଇକୋର୍ଟ ବାଦାମବାଡ଼ି ସବୁଆଡ଼େ ଆଭେଲେବଲ୍। ତ ସବୁଠାରୁ ବଡ଼ କଥା ଏଇଠି ଦେଖିପାରୁଥିବ, ଏଇଟା ହେଉଛି ଗୋଟେ ଫୁଲ। ଆଉ କି ଫୁଲ କହନ୍ତି? ଏଇଟା ଅନାସୀ ଫୁଲ। ଅନାସୀ ଫୁଲ ଏଇଟା, ଜାଇତ୍ରୀ ଫୁଲ ଏଇଟା। ଛାଡ଼ କିଛି କୁହନି, ଗୋଟେ ହାର ଧରି ଚାଲ।